ଯାଉଛି 2024 ପାଖେଇ ଆସୁଛି 2025। ନୂଆ ବର୍ଷର ସ୍ୱାଗତ ପାଇଁ ପ୍ରସ୍ତୁତିରେ ସାରା ବିଶ୍ୱ। ସମସ୍ତଙ୍କ ମନରେ ଗୋଟିଏ କଥା, ଆସୁଥିବା ନୂଆ ସକାଳ ଆମ ପାଇଁ କ'ଣ ଆଣିବ। ଏଥିପାଇଁ ଯେତେବେଳେ କିଛି ଭବିଷ୍ୟବାଣୀର କଥା ଆସେ, ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିବା ସହ ଆଶଙ୍କା ବି ବଢ଼ିବାରେ ଲାଗେ। ଆମେ କହୁଛୁ ସେହି ମହିଳାଙ୍କ କଥା ଯିଏ ନିଜେ ଦେଖିପାରୁନଥିଲେ, କିନ୍ତୁ ପୁରା ବିଶ୍ୱକୁ ନେଇ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରୁଥିଲେ। ଏବେ ପୁଣି 2025 ପାଇଁ ଭବିଷ୍ୟବାଣୀ କରି ଖବରର ହେଡଲାଇନ୍ରେ ବୁଲଗେରିଆର ପ୍ରସିଦ୍ଧ ମହିଳା ଭବିଷ୍ୟବକ୍ତା ବାବା ଭେଙ୍ଗା। ସେ କରିଥିବା ଭବିଷ୍ୟବାଣୀ କିଛି ଡରାଇଲା ପରି ଆଉ କିଛି ଆଶ୍ୱସ୍ତିକର, ଯାହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। କ'ଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଆସନ୍ତୁ ଶୁଣିନେବା। 2025ରେ ଆରମ୍ଭ ହୋଇପାରେ ସର୍ବନାଶ। ୟୁରୋପକୁ ଏକ ଗଭୀର ଜନସଂଖ୍ୟା ସଙ୍କଟର ସାମ୍ନା କରିବାକୁ ପଡ଼ିବ। ସିରିଆ ଯୁଦ୍ଧରୁ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ। ୟୁରୋପରେ ବଢ଼ିପାରେ ରାଜନୈତିକ ଅସ୍ଥିରତା। ରୁଷ ୟୁକ୍ରେନ ଯୁଦ୍ଧ ଏହି ନିଆଁରେ ଘିଅ ଢାଳିବ। କେବଳ ଏତିକି ନୁହେଁ, ବାବା ଭେଙ୍ଗା ଏହି ଚେତାବନୀ ବି ଦେଇଛନ୍ତି କି ଆସନ୍ତା ବର୍ଷ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଅଧିକ ଭୟାବହ ରହିବ। ପୁରା ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ଯେମିତି ଭୂମିକମ୍ପ, ବାତ୍ୟାର ରୂପ ନେବ। 2043 ସୁଦ୍ଧା ୟୁରୋପ ମୁସଲମାନ ଶାସନ ଅଧୀନରେ ରହିବ। 5079ରେ ଶେଷ ହୋଇଯିବ ସାରା ବ୍ରହ୍ମାଣ୍ଡ। କେବଳ ଯୁଦ୍ଧ ନୁହେଁ, ବାବା ଭେଙ୍ଗା ଏହା ଦାବି କରିଛନ୍ତି ଯେ 2025ରେ ଏଲିୟନର ସାମ୍ନା କରିବ ମଣିଷ। ଟିକେ ଭାବିବେ, ଆମ ଟିଭିରେ ଏଲିୟନ ଦେଖୁଛୁ, କିନ୍ତୁ ଯଦି ବାବା ଭେଙ୍ଗାଙ୍କର ଏ କଥା ସତ ହୋଇଯିବ, ଆମେ କ'ଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବା କି? ଅନ୍ଧାର ରାତି ଆସିପାରେ, ଆଲୋକର ସକାଳ ଡରାଇବ। ପୁଣି ଭବିଷ୍ୟବାଣୀ ସହ ଗୋଟିଏ ଆଶ୍ୱସ୍ତିକର ଖବର ଦେଇଛନ୍ତି ବାବା ଭେଙ୍ଗା। ସେ କହିଥିଲେ, ମାରାତ୍ମକ କ୍ୟାନ୍ସରର ଚିକିତ୍ସା 2025ରେ ସମ୍ଭବ ହୋଇପାରିବ। ଆଉ ଏହାର ଏକ ଉଦାହରଣ ହେଉଛି ରୁଷ। କିଛି ଦିନ ତଳେ କ୍ୟାନ୍ସର ରୋଗର ଭ୍ୟାକ୍ସିନ୍ ଆଣିଥିବା ନେଇ ଦାବି କରିଥିଲା ରୁଷ, ଯାହା କ୍ୟାନ୍ସରର ଟ୍ୟୁମରକୁ ରୋକିପାରିବ। ଏ କ୍ୟାନ୍ସର ରୋଗୀଙ୍କ ପାଇଁ ଗୁଡ୍ ନ୍ୟୁଜ୍ ନିଶ୍ଚିତ ଅଟେ। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।